ସମସ୍ତେ ମର୍ମାହତ ନିଶ୍ଚିତ ଭାବରେ। କିନ୍ତୁ ତା ସହିତ ଆଜି ଯଦି ଆମେ ଗଞ୍ଜାମ ଜିଲ୍ଲାର ସଂଗଠନ କଥା କହିବୁ, ଗଞ୍ଜାମ ଜିଲ୍ଲାର ସଂଗଠନ ଗୋଟିଏ ଦିନରେ ଭାଙ୍ଗି ଯାଇନି। ଗଞ୍ଜାମ ଜିଲ୍ଲାର ନିରନ୍ତର ଭାବରେ ଗଞ୍ଜାମ ଜିଲ୍ଲା ନେତାଙ୍କୁ ଦାୟିତ୍ୱ ନ ଦେବା ଫଳରେ ଆଜି ଗଞ୍ଜାମ ଜିଲ୍ଲାର ସଂଗଠନ ଅତି ଦୁର୍ବଳ ହୋଇପଡ଼ିଛି। ଏବେ ଗଞ୍ଜାମ ଜିଲ୍ଲାର ମୁରବୀ ମାନ୍ୟବର ସଭାପତି ଯଦିଓ ହିଞ୍ଜିଲିର ବିଧାୟକ, କିନ୍ତୁ ସେ ମଧ୍ୟ ସମୟ ଦେଇପାରିନାହାନ୍ତି। ଆମେ ଅନୁରୋଧ କରୁଛୁ ତାଙ୍କୁ ଯେ ସେ ଗଞ୍ଜାମ ଜିଲ୍ଲାକୁ ସ୍ୱତନ୍ତ୍ର ଭାବରେ ଡାକିକି ତାର ଦାୟିତ୍ୱ ସିଏ ନିଅନ୍ତୁ ଏବଂ ଗଞ୍ଜାମ ଜିଲ୍ଲାରେ ସଂଗଠନ ସୁଦୃଢ଼ କେମିତି ହେବ ତା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ। ଗଞ୍ଜାମ ନେତାଙ୍କର ମୁଁ ସେଇ କଥା ହିଁ କହୁଛି ଯେ ଗଞ୍ଜାମକୁ ନିରନ୍ତର ଭାବରେ ପାତର ଅନ୍ତର ନୀତି ଆପଣଉଛନ୍ତି। ଗଞ୍ଜାମ ଜିଲ୍ଲାର କୌଣସି ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଗଞ୍ଜାମ ଜିଲ୍ଲାରେ କେବଳ ଗୋଟିଏ ଦୁଇଟି ନାଁ ଛାଡ଼ିଦେଲେ ସେ ରିପିଟ୍ ଟେଲିକାଷ୍ଟ ଭିତରେ ରହୁଛି। ଗଞ୍ଜାମ ଜିଲ୍ଲାର କୌଣସି ନେତାଙ୍କୁ ସେଭଳି ଗୁରୁ ଦାୟିତ୍ୱ ଦିଆଯାଉନାହିଁ, ଯାହାରି ଫଳରେ ସଂଗଠନ ଦୁର୍ବଳ ଦିନକୁ ଦିନ ଆହୁରି ଦୁର୍ବଳ ହେଇଯାଉଛି। ସେ ପାତର ଅନ୍ତର କିଏ କରୁଥିବେ? ସେ ଶଙ୍ଖ ଭବନରେ ବସିବା ଲୋକ କରୁଛନ୍ତି କି ସଭାପତିଙ୍କର ନଜରକୁ ଆସୁନାହିଁ? ସେଟା ନିଶ୍ଚିତ ଭାବରେ ସଭାପତିଙ୍କର ନଜରକୁ ଆସିବା ଦରକାର, ଆବଶ୍ୟକତା ରହିଛି। ଏ ଯୋଉ ପାତର ଅନ୍ତର ନୀତି କରିକି ଲୋକଙ୍କୁ ହଇରାଣ ହରକତ କରାଯାଉଛି। ବିଜୁ ଜନତା ଦଳର ଅନେକ ସମର୍ଥକ ରହିଛନ୍ତି, ବିଜୁ ଜନତା ଦଳକୁ ଭଲ ପାଇବା ଲୋକ ରହିଛନ୍ତି। ତେଣୁ ନିଶ୍ଚିତ ଭାବରେ ମୋର ଆପଣଙ୍କ ମାଧ୍ୟମରେ ସଭାପତିଙ୍କୁ ଅନୁରୋଧ ରହିବ ଯେ ଗଞ୍ଜାମ ଜିଲ୍ଲା ପାଇଁ ସେ ସ୍ୱତନ୍ତ୍ର ଦାୟିତ୍ୱ ନିଅନ୍ତୁ ଏବଂ ଗଞ୍ଜାମ ଜିଲ୍ଲାର ସଂଗଠନକୁ ସୁଦୃଢ଼ କରନ୍ତୁ।